ସକାଳେ କରିଥିଲି ରୁଟି ଆଉ ଚାହା। ଇଏ ଥିଲା ଆଜିର ଜଳଖିଆ। ଗ୍ଲାସରେ ଚାହାକୁ ଛାଣି ହାତରେ ଧରିକି ନେଲା ବେଳକୁ ମୋ ହାତ ତାତିଗଲାଣି। ସେଥିପାଇଁ ତାର ଉପାୟ କରି ନେଇକି ଯାଇଥିଲି ଜଳଖିଆ ବାପା ବୋଉଙ୍କ ରୁମକୁ ଧରି। ବୋଉ କହିଲେ ସେ ରୁଟି ପୁଟି ଦେନା, ଦବୁ ଯଦି ମତେ ସେ ମୁଢି ଡବାଟା ଆଣିକି ଦେ, ଯା ତୁ ରୁଟି ଡାଲମା ଖାଇଦେ। ହେଲେ ମୋର ସେ ରୁଟି ଡାଲମା କିଏ ଖାଇବ? ଆଜି ସକାଳେ ତ ପୋଇ ରାଇ ହେଇଛି, ଯାଉଛି ତାକୁ ଲଗେଇ ଭାତ ଦିଟା ଆଣି ଖାଇଦଉ। ରାଇଟା ତ ଭଲ ହେଇଥିଲା କିନ୍ତୁ ମତେ ଟିକେ ଅଲଣା ଲାଗିଲା। ସେଇଥିପାଇଁ ମୋର ଟିକେ ଅଞ୍ଚଳୁଣିଆ ଖାଇବା ଅଭ୍ୟାସ ଥିଲା। ତାପରେ ଘରର ଛୋଟ ମୋଟ କାମ ସାରି ଭାବିଲି ଯାଉଛି ତାର ଗୋଟେ ବେଳ ଯାଏ ବସିବି ଫୋନ ଧରି। କାହିଁକି ନା ଗୋଟେ ବେଳ ଠାରୁ ପୁଣି ହେଇଯିବ ମୋର କାମ ଆରମ୍ଭ। ମୋ ମାଙ୍କୁ ଖାଇବାକୁ ଦେବି, ତାପରେ ପରେ ମୋ ପୁତ୍ରମଣି ଆସିଯିବ। ତା ପଛକୁ ପଛ ତ ଲାଗିବ ଏମିତି କାମ, ଖିଆପିଆ ମଜାମଜି ଏଇ ତମ ଜୀବନ। ଘରକୁ ସେଇ ଅଲଣା ରାଇରେ ଲୁଣ ପକେଇ ଖାଇଥିଲି ଭାତ ଡାଲମାକୁ ଗୋଳେଇ ପୋଳେଇ। ଆଜି ସନ୍ଧ୍ୟାବେଳେ ମୋ ପୁଅ ପାଠ ନ ପଢି ଶୋଇ ପଡିଥିଲା। ତା ବାବା ଆସି ଯେମିତି ଡାକଟେ ଛାଡିଦେଲେ, ଆଦି ବାବା, ଭୁସ୍ କିନା ଅଧା ନିଦ୍ରୁ ଉଠି ବସି ପଡିଲା। ତାପରେ ପୁଣି ଥାପୁଡେଇ ଦେଲି, ଶୋଇ ପଡିଲା। ଡିନର ପାଇଁ ସକାଳର ବଳକା ରୁଟିରେ ତେଲ ମାରି ଆଳୁ ଭଜା ଲଗେଇ ଖିଆ ହେଲା। ଷ୍ଟେପ୍ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।